ଗାଁ ବାହାରେ ଏକ ସୁନ୍ଦର ଜଙ୍ଗଲ ଥିଲା, ଯେଉଁଥିରେ ହଜାର ହଜାର ଗଛ ଉଚ୍ଚରେ ଠିଆ ହୋଇଥିଲେ। ସେଥିମଧ୍ୟରୁ ଦୁଇଟି ଗଛ, ଶାଳ ଗଛ ଓ ପିଆଶାଳ ଗଛ, ପରସ୍ପରର ନିକଟତର ହୋଇ ଗଭୀର ବନ୍ଧୁତାରେ ବାନ୍ଧି ହୋଇଥିଲେ। ଶାଳ ବୃକ୍ଷ କହିଲା, ଏହି ସିଂହମାନଙ୍କ ଯୋଗୁଁ ଏହି ଜଙ୍ଗଲରେ ବାୟୁ ପ୍ରଦୂଷିତ ହୋଇପଡ଼ିଛି। ପିଆଶାଳ କହିଲା, ତୁମେ ଠିକ୍ କହିଛ ମୋ ବନ୍ଧୁ। ଦିନକୁ ଦିନ ଏହା ଖରାପ ହୋଇବାରେ ଲାଗିଛି। ଏହି ସିଂହମାନଙ୍କ ବିଷୟରେ କିଛି କରିବା ଆବଶ୍ୟକ। ଏହି କଥା କିଛି ଦୂରରେ ପୁରୁଣା ବୃକ୍ଷ ଶୁଣୁଥିଲା। ସେ ସେମାନଙ୍କର ବାର୍ତ୍ତାଳାପରେ ଯୋଗ ଦେଲା ଏବଂ କହିଲା, ମୋର ଯୁବବନ୍ଧୁମାନେ, ଭଲ ଭାବରେ ଚିନ୍ତା କର। ସିଂହମାନେ ଯେତିକି ଅସୁବିଧାଜନକ, ଏକ ଉଦ୍ଦେଶ୍ୟରେ ସେମାନେ ଆମର ସେବା ମଧ୍ୟ କରନ୍ତି। ସେମାନଙ୍କର ଅବସ୍ଥିତି ଆମକୁ ନିର୍ଦ୍ଦୟ କାଠୁରିଆମାନଙ୍କ ଠାରୁ ସୁରକ୍ଷିତ ରଖେ। ଯଦି ସେମାନେ ଚାଲିଯାଆନ୍ତି, ଆମେ ହୁଏତ ରକ୍ଷା ପାଇପାରିବା ନାହିଁ। ଶାଳ ଗଛ କହିଲା, କିନ୍ତୁ ଦୁର୍ଗନ୍ଧ ଅସହ୍ୟ ହେଉଛି। ଆମକୁ ସିଂହମାନଙ୍କୁ କୌଣସି ପ୍ରକାରେ ଭୟଭୀତ କରିବାକୁ ପଡ଼ିବ। ପିଆଶାଳ ଗଛ କହିଲା, ହଁ, ନିଶ୍ଚିତ ଭାବେ। ଜଙ୍ଗଲ ସେମାନଙ୍କ ପାଇଁ ରହିବା ଅତ୍ୟନ୍ତ ବିପଜ୍ଜନକ ଅଟେ। ଦୁଇଟି ଯାକ ଗଛ ପୁରୁଣା ଗଛର ଜ୍ଞାନକୁ ଅଣଦେଖା କରି ସିଂହମାନଙ୍କୁ ଭୟଭୀତ କରିବାକୁ ଷଡ଼ଯନ୍ତ୍ର କଲେ। ଭୟର ବାତାବରଣ ସୃଷ୍ଟି କରିବାକୁ ଆଶା କରି ସେମାନେ ସେମାନଙ୍କ ଶାଖା ହଲାଇବା ଏବଂ ଉଚ୍ଚସ୍ୱର ଶୁଣାଇବା ଆରମ୍ଭ କଲେ। ଶାଳ ଗଛ କହିଲା, ଦେଖ, ଏହା କାମ କରୁଛି। ପଶୁମାନେ ପଳାଇବାକୁ ଲାଗିଲେ। ପିଆଶାଳ ଗଛ କହିଲା, ହଁ, ସିଂହମାନେ ମଧ୍ୟ ଚାଲିଯାଆନ୍ତି। ଶୀଘ୍ର ଜଙ୍ଗଲ ସେମାନଙ୍କ ଦୁର୍ଗନ୍ଧରୁ ମୁକ୍ତି ପାଇବ। ଏହା ସମେତ ପଶୁମାନେ ଭୟଭୀତ ହୋଇ ପଳାଇଲେ। ଦୁଇଟି ଗଛ ସେମାନଙ୍କର ସ୍ପଷ୍ଟ ବିଜୟରେ ଆନନ୍ଦିତ ହେଲେ। ଶାଳ ଗଛ କହିଲା, ବର୍ତ୍ତମାନ ଆମେ ଶେଷରେ ନିର୍ମଳ ପବନ ନିଶ୍ୱାସ ନେଇ ପୁଣି ଶାନ୍ତିରେ ବଞ୍ଚିପାରିବା। ପୁରୁଣା ବୃକ୍ଷ ଦୀର୍ଘ ନିଶ୍ୱାସ ନେଇ କହିଲା, ମୋର ପ୍ରିୟ ବନ୍ଧୁଗଣ, ବିଜୟ ପ୍ରାୟତଃ ଅପ୍ରତ୍ୟାଶିତ ପରିଣାମ ସହିତ ଆସିଥାଏ। ଆସନ୍ତୁ ଆଶା କରିବା ଯେ ଆମେ ନିଜ ଉପରେ ଅସୁବିଧାକୁ ନିମନ୍ତ୍ରଣ କରିନାହୁଁ ତ। ପୁରୁଣା ବୃକ୍ଷର ସତର୍କତା ଶବ୍ଦ ସତ୍ତ୍ୱେ ଦୁଇ ବନ୍ଧୁ ଜଙ୍ଗଲକୁ ଶୁଦ୍ଧତା ଫେରାଇ ଆଣିଛନ୍ତି ବୋଲି ବିଶ୍ୱାସ କରି ସେମାନଙ୍କ ସଫଳତାକୁ ପାଳନ କଲେ। ଜ୍ଞାନୀ ପୁରୁଣା ଗଛ ଭାବିଲା, ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ଅନ୍ତିମ ସମୟ ଆସୁଛି। ଉଭୟ ଗଛ ପୁରୁଣା ଗଛକୁ ହସିଲେ ଏବଂ ନିଜକୁ ଉପଭୋଗ କରିବାକୁ ଲାଗିଲେ। ସେମାନେ ବହୁତ ଖୁସି ଥିଲେ, କିନ୍ତୁ ସେମାନଙ୍କର ଖୁସି କେବଳ କିଛି ଦିନ ରହିଲା। ଗାଁରେ ସିଂହମାନେ ଜଙ୍ଗଲ ଛାଡ଼ିଥିବାର ଖବର ପ୍ରଚାରିତ ହେବା ମାତ୍ରେ କିଛି କାଠୁରିଆ କୁରାଢ଼ୀ ଧରି ଜଙ୍ଗଲରେ ପହଞ୍ଚିଲେ। ବର୍ତ୍ତମାନ ସେମାନେ ସିଂହମାନଙ୍କୁ ଭୟ କଲେ ନାହିଁ। ସେମାନେ ବିନା ଭୟରେ ଗଛ କାଟିବା ଆରମ୍ଭ କଲେ। ଏହା ଦେଖି ଉଭୟ ଗଛ ବହୁତ ଡରିଗଲେ ଏବଂ ଭାବିବାକୁ ଲାଗିଲେ ଯେ ସେମାନେ ପୁରୁଣା ଗଛକୁ ଶୁଣିବା ଉଚିତ। କିନ୍ତୁ ବର୍ତ୍ତମାନ ସେମାନେ କିଛି କରିପାରିଲେ ନାହିଁ। କିଛି ଦିନ ପରେ ସେମାନଙ୍କର ପର୍ଯ୍ୟାୟ ମଧ୍ୟ ଆସିଲା ଏବଂ ସେମାନଙ୍କୁ କାଟି ଦିଆଗଲା। ଏହି କାହାଣୀରୁ ଆମେ କ'ଣ ଶିଖିଲେ? ଚିନ୍ତା ନକରି କୌଣସି କାମ କରିବା ଉଚିତ ନୁହେଁ। କୌଣସି କାମ କରିବା ପୂର୍ବରୁ ଏହାର ପରିଣାମ ବିଷୟରେ ଚିନ୍ତା କରିବା ଆବଶ୍ୟକ। ଯଦି କେହି ଜ୍ଞାନୀ ପରାମର୍ଶ ଦିଅନ୍ତି, ତେବେ ଜଣେ ଏହାକୁ ଯତ୍ନର ସହ ଶୁଣିବା ଏବଂ ଏହା ଉପରେ ଗଭୀର ଭାବରେ ଚିନ୍ତା କରିବା ଉଚିତ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।